ଜୟ ଜଗନ୍ନାଥ ସାଙ୍ଗମାନେ। ସକାଳୁ ଉଠି ଆଜି ନିତ୍ୟକର୍ମ ସାରି ମୁଁ ଆସିଲି ଚା ପିଇବାକୁ। ଚା ପିଇ ସାରିଲା ବେଳକୁ ହନୁମାନ ମହାପ୍ରଭୁ ପଳେଇ ଆସିଥିଲେ ବିସ୍କୁଟ୍ ଖାଇବାକୁ ହେଲା। ମୋ ହାତରୁ ସୁନ୍ଦରିଆ ସୁନ୍ଦରିଆ ଯୋଡ଼େ ଯୋଡ଼େ ମେରିଗୋଲ୍ଡ ବିସ୍କୁଟ୍ ଦେଇଦେଲି। ସେ ଖାଇକି ପୁରା ତନ୍ଦୁରୁସ୍ତ ହେଇକି ଦୌଡ଼ି ଚାଲିଲେ ନିଜ ଘରକୁ। ଆଉ ମୁଁ ରହିଗଲି ମୋ ରୋଷେଇ ଘରକୁ। ତାପରେ ରୋଷେଇ ଘରେ ଆସିକି ରୋଷେଇ ପାଇଁ ପ୍ରିପାରେସନ୍ ଚାଲିଲା। ଦ୍ୱିପହର ଲଞ୍ଚରେ ଆଜି ଅଛି ନନ୍ଭେଜ୍। ନନ୍ଭେଜ୍ ଆଗରୁ ପୁରା ଭେଜ୍ ଖାଇକି ତାପରେ ନନ୍ଭେଜ୍ ପାଇଁ ମାଛ ଭଜା ତାକୁ ଭାଜି ଦେଇକି ତାର ମଝିରେ ଟିକେ ଅଙ୍ଗୁର ଜୁସ୍ର ବ୍ରେକ୍ ନେଇଗଲି। ଅଙ୍ଗୁର ଜୁସ୍ ପରେ ଢଗ ଢଗ କରି ପିଇଦେଲି ନା କ'ଣ? ଲୁଣ ପକେଇକି ସୁଆଦିଆ ଅଙ୍ଗୁର ଜୁସ୍ କରି ଢକ ଢକ କରି ପିଇ ଚାଲିଲି ଅଙ୍ଗୁର ଜୁସ୍। ତାପରେ ଅଙ୍ଗୁର ଜୁସ୍ ପିଇଲେ ମୋ ସ୍ୱାମୀଙ୍କ ଫେଭରେଟ୍ ଚିଙ୍ଗୁଡ଼ି ଭଜା, ଓହ କି ସୁଆଦିଆ ମାଖଣ ଲାଗୁଥିଲା। ଖାଲି ଭାଜି ଦେଇକି ତ ବାସ୍ନାରେ ମୁଁ ଦୁଇ ତିନିଟା ଖାଇ ଦେଇଛି ଆଉ କେହି ଜାଣିନାହାନ୍ତି, କାହାକୁ କହିବି। ରୋଷେଇ ସରିଲା ପରେ ଚିଙ୍ଗୁଡ଼ି ଭଜା ସାଙ୍ଗେ ମାଛ ଭଜା ଭାତ ଖାଇକି ରେଷ୍ଟ ନେଇକି ସନ୍ଧ୍ୟାବେଳେ ବାହାରି ଯାଇଥିଲୁ ମାର୍କେଟରେ ଯାଇ ବୁଲାବୁଲି କରି ବଢ଼ିଆ ଭାବରେ ଗୁପଚୁପ୍ ଖାଇ ତାପରେ ଫେରିଥିଲୁ ଘରକୁ। ଘରେ ଆସି ନେଇଥିଲୁ ବିଶ୍ରାମ। ଆଜି ରାତିରେ ବାଟରେ ଫେରିଲା ବେଳେ ମହାପ୍ରଭୁ ଜଗନ୍ନାଥଙ୍କର ଅତି ସୁନ୍ଦର ପତିତପାବନ ଦର୍ଶନ କଲୁ। ଭାରି ମନ ପ୍ରଫୁଲ୍ଲିତ ହେଇଗଲା। ସେ ଘରେ ରହୁଛି।